ମାରେ ମୋ ଛୁଟିକି ପରିଣତ ତୁ କଣ ସହିପାରିଥାନ୍ତୁ? କଣ କହୁଛ ତମେ? 3 ବର୍ଷ ହେଲା ଗୋଟେ ସ୍ୱପ୍ନ ଦେଖୁଛି। ଦିଟା ବାଘ ମୁଖା ପିତା ଲୋକ ଆମ ବୋଉଟାକୁ ଆଣି ପକଉଛୁ। ଶୀତଲ କୋଟିପତି ବାପର एकमात्र ଝିଅ। ଥରେ କଣ 10 ଥର ବିଧବା ହେଇଗଲେ ବି ତାକୁ ସ୍ତ୍ରୀ କରି ରଖିବା ପାଇଁ ଏ ଦୁନିଆରେ ସ୍ୱାମୀର ଅଭାବ। ଆଉ ଯଦି ଆମ ପୁଅଟା ମରିଯାଇଥା ଆଉ କଣ ଆଉ ଗୋଟେ ପୁଅ ମିଳିଥାନ୍ତା? କଣ କହୁଛ ତମେ? ତୁ ଭାଇକିଣା ପାଇଁ ଏତିକି ବୁଝିପାରୁଛୁ? ଶୀତଲ ସେଦିନ କଣ କହୁଥିଲା? ସେମାନେ ରାସ୍ତାରେ ଯାଉଥିଲେ, ଦିଟା ବାଘ ମୁଖା ପିତା ଲୋକ ଆମ ପୁଅଟାକୁ ହାରି ପକେଇଲେ। ଶୀତଲକୁ ତ ହାରିଲେନି। କାହିଁକି ହାଣିଲେନି? କେମିତି ହାରିଲେ? ସେମାନେ ପରା ଶୀତଲର ସମ୍ପର୍କୀୟ ଲୋକ। ଶୀତଲ ପାଖରୁ ସମ୍ପଦକୁ ଅଲଗା କରିନଥିଲେ, ପୁଣି ସେମାନେ ଗୁଣ୍ଡା ପଠେଇଥାନ୍ତି। ସେଥର ସିନା ମରୁ ମରୁ ବଞ୍ଚିଗଲା, ଏଥର ପୁରା ଜୀବନରୁ ନାଇଁ। ଶୀତଳକୁ ସମ୍ପଦ ପାଖରୁ ଅଲଗା କରିଦେଇ ମୁଁ କଣ ଭୁଲ କରିଛି? ଆଲୋ ମୁଁ ପରା ବାପ, ଯେ ପୁଅ ପୁଅ ବୋଲି ସବୁବେଳେ ବାଉଳି ହୁଏ। ମୋ କଲିଜା ଗୋଟେ ରକ୍ତ ଗୁଡାକ ଛାତି ଫାଟି ବାହାରୁ ମୋ ଛୁଟିକି ପରିଣତ। ତୁ କଣ ସହିପାରିଥାନ୍ତୁ? କଣ କହୁଛ ତମେ? 3 ବର୍ଷ ହେଲା ଗୋଟେ ସ୍ୱପ୍ନ ଦେଖୁଛି। ଦିଟା ବାଘ ମୁଖା ପିତା ଲୋକ ଆମ ବୋଉଟାକୁ ଆଣି ପକଉଛୁ। ଶୀତଲ କୋଟିପତି ବାପର एकमात्र ଝିଅ। ଥରେ କଣ 10 ଥର ବିଧବା ହେଇଗଲେ ବି ତାକୁ ସ୍ତ୍ରୀ କରି ରଖିବା ପାଇଁ ଏ ଦୁନିଆରେ ସ୍ୱାମୀର ଅଭାବ। ଆଉ ଯଦି ଆମ ପୁଅଟା ମରିଯାଇଥା ଆଉ କଣ ଆଉ ଗୋଟେ ପୁଅ ମିଳିଥାନ୍ତା? କଣ କହୁଛ ତମେ? ତୁ ଭାଇକିଣା ପାଇଁ ଏତିକି ବୁଝିବା